ଦେଖନ୍ତୁ ଅଣ୍ଡା ଦର ବିଭିନ୍ନ କାରଣ ନେଇକରି ବଢ଼ିଥାଏ। ବର୍ତ୍ତମାନ ଯଦି ପରିପ୍ରେକ୍ଷୀରେ ଦେଖିବା, ବର୍ତ୍ତମାନ ଯେଉଁମାନେ ପ୍ରଡ୍ୟୁସର ମାନେ ପାଖାପାଖି 7 ଟଙ୍କା 15-20 ପଇସାରେ ସେମାନେ ଯେଉଁଠୁ ପ୍ରଡକ୍ସନ୍ ହେଉଛି ସେଇଠୁ ଆଣୁଛନ୍ତି ଏବଂ ଖୁଚୁରା ବ୍ୟବସାୟ ମାନେ ପାଖାପାଖି 9 ଟଙ୍କାରେ ବିକ୍ରି ହେବାର ମଧ୍ୟ ନଜରି ଆସିଛି। ଆହାର ଅନେକ କାରଣ ରହୁଛି ଯେ ବର୍ତ୍ତମାନ ଆମର ଏକ୍ସପୋର୍ଟ ବର୍ତ୍ତମାନ ୱାର୍ଲଡ ୱାଇଜ୍ ବୃଦ୍ଧି ପାଇଛି ଏବଂ ଯଦି ଦେଖିବେ ଏସିଆନ୍ ଏବଂ ଆଫ୍ରିକାନ୍ କଣ୍ଟ୍ରି ଗୁଡ଼ାକରେ ଆମର ଅଣ୍ଡାର ବହୁତ ଚାହିଦା ଅଛି, ଯାହାଫଳରେ କି ଆମର ଏଇ ଅଣ୍ଡା ବାହାରକୁ ଏକ୍ସପୋର୍ଟ ମଧ୍ୟ ହେଇଯାଉଛି। ତାପରେ ଆଉ ଗୋଟେ କାରଣ ଦେଖିବା, ଏଇ ବର୍ଷ ବହୁତ ଯେଉଁଟା ଗରମ ହେଲା ସମରରେ ବହୁତ ମୋର୍ଟାଲିଟି ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି, ଯାହାଫଳରେ କି ମୋର୍ଟାଲିଟି ସଂଖ୍ୟା ଯେତେବେଳେ ବୃଦ୍ଧି ପାଇଛି ସେଠି ଅଣ୍ଡାର ପ୍ରଡକ୍ସନ୍ କୋଉଠି ନା କୋଉଠି କମିଛି। ଆଜି ଆମେ ଯଦି ଦେଖିବା ପାଖାପାଖି ଆମେ ଦୈନିକ 1,26-27 ଲକ୍ଷ ଅଣ୍ଡା ଉତ୍ପାଦନ କରୁଛୁ ଏବଂ ଯଦି ଦେଖିବା ବାର୍ଷିକ ପାଖାପାଖି 460 କୋଟି ଅଣ୍ଡା ଆମେ ଉତ୍ପାଦନ କରୁଛେ, ଯେଉଁଟାକି ଆମର ରିକ୍ୱାରମେଣ୍ଟ ରହିଛି ପାଖାପାଖି 800-900 କୋଟି ଅଣ୍ଡାର ଆମର ଓଡ଼ିଶାରେ ହିଁ ରିକ୍ୱାରମେଣ୍ଟ ରହିଛି। ତେଣୁ ଆକୁ ନଜର ରଖି ଆମ ସରକାର ବର୍ତ୍ତମାନ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି, ଯେଉଁ ଯୋଜନା କି ଯେଉଁ ପୋଲ୍ଟ୍ରି ଫାର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ 1 କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡ଼ିର ବ୍ୟବସ୍ଥା ରହିଛି ଏବଂ ଯେଉଁଟା 500ରୁ ଆରମ୍ଭ କରି 5,000 ଯେଉଁ କୁକୁଡ଼ା ପାଳନ କରିବା ପାଇଁ ସେଥିରେ ମଧ୍ୟ 50% ପର୍ଯ୍ୟନ୍ତ ଆମେ ସବସିଡ଼ିର ବ୍ୟବସ୍ଥା କରୁଛୁ ଏବଂ ଏଇ ଚାହିଦାକୁ ମେଣ୍ଟାଇବା ପାଇଁ ବର୍ତ୍ତମାନ ଆମେ ଅଣ୍ଡାକୁ ମେକାନାଇଜ୍ କରିବା ପାଇଁ ମଧ୍ୟ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଆମକୁ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର ଆମେ ଏଇଟା ମେକାନାଇଜ୍ କରିବାକୁ ଯାଉଛୁ, ଯାହାଫଳରେ ବଡ଼ ବଡ଼ ଯେଉଁମାନେ ଏଣ୍ଟରପ୍ରେନର ମାନେ ଆସିବେ ପାଖାପାଖି ସେମାନଙ୍କୁ ଆମେ ରଖିଛୁ, ଯେଉଁଟାକି ଏବେ ରହିଛି ସିଲିଂ 1 କୋଟି ଟଙ୍କା ପର୍ଯ୍ୟନ୍ତ ଆମେ ସବସିଡ଼ି ଦେଉଛୁ, ସେଇଟା ପାଖାପାଖି 10 କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡ଼ିର ବ୍ୟବସ୍ଥା ରହିବ, ଯାହାଫଳରେ କି ଅଣ୍ଡାର ଚାହିଦା ଯଥାଶୀଘ୍ର ଆମେ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛୁ। ନିଶ୍ଚିତ ଭାବରେ ବର୍ତ୍ତମାନ ଆମେ ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବୁ, এই କଥା ମଧ୍ୟ ଆମେ କହିଛୁ ଏବଂ କରିକିରି ମଧ୍ୟ ଦେଖେଇବୁ। ଏବେ ଯଦି ଆପଣମାନେ ଦେଖନ୍ତୁ ହାରାହାରି ଆଗ ଅପେକ୍ଷା ଅଣ୍ଡା ଉତ୍ପାଦନ ବହୁତ ବୃଦ୍ଧି ପାଇଛି ଏବଂ ହଠାତ୍ ଦର ବଢ଼ିବାର ଆହୁରି ବି କାରଣ ରହିଛି। ବିଭିନ୍ନ ସ୍କୁଲ ବର୍ତ୍ତମାନ ଯେତେବେଳେ ଖୋଲି ଯାଇଛି ସ୍କୁଲ ଗୁଡ଼ାକରେ ରିକ୍ୱାରମେଣ୍ଟ ମଧ୍ୟ ଅଧିକ ବୃଦ୍ଧି ପାଇଛି। এই ଯେଉଁ ଅଙ୍ଗନବାଡ଼ି ସ୍କୁଲ ଏଗୁଡ଼ାକରେ ଅଣ୍ଡାର ଚାହିଦା ଯେଉଁ ଆମର ସରକାରଙ୍କ ତରଫରୁ ଯେଉଁ ମଧ୍ୟାହ୍ନ ଭୋଜନରେ ଦିଆଯାଉଛି, ତେଣୁ ମୋଟାମୋଟି କହିବାକୁ ଗଲେ ନିଶ୍ଚିତ ଭାବରେ ଆମେ ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭର କରିବୁ। ଏହି ଦିଗରେ ଆଜି ଆମ ସରକାର କାମ କରୁଛନ୍ତି, ବିଭାଗ କାମ କରୁଛି ଏବଂ ମୁଁ ଆପଣଙ୍କ ଜରିଆରେ ବିଭିନ୍ନ ଯୁବବର୍ଗକୁ ମଧ୍ୟ ଆହ୍ୱାନ କରିବି ଯେ ଏଥିରେ ଅନେକ ପ୍ରକାର ସୁଯୋଗ ଆମର ରହିଛି ପୋଲ୍ଟ୍ରି ଡେଭଲପମେଣ୍ଟ କରିବା ପାଇଁ। ତାକୁ ଆପଣମାନେ ଆହୁରି ଗାଁ ଗହଳରେ ପହଞ୍ଚାଇବା, ଏବେ ଅଧିକରୁ ଅଧିକ ପ୍ରୋତ୍ସାହନର ବ୍ୟବସ୍ଥା ମଧ୍ୟ ଆମେ କରିବାକୁ ଯାଉଛୁ, ଯାହାଫଳରେ କି ଯୁବକମାନେ ଆତ୍ମନିର୍ଭର ହୋଇପାରିବେ, ଉତ୍ପାଦନ ମଧ୍ୟ ବୃଦ୍ଧି ହେବ, ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଆମେ ଅଗ୍ରସର ହେବା, ଗ୍ରାମୀଣ ଅର୍ଥନୀତି ବୃଦ୍ଧି ପାଇବ। ଦେଖନ୍ତୁ ବର୍ତ୍ତମାନ ଯେଉଁ ରହିଛି ବିଭିନ୍ନ ସ୍ତରରେ ଧୀରେ ଧୀରେ ତାହା କମିବ, ଉତ୍ପାଦନ ମଧ୍ୟ ଧୀରେ ଧୀରେ ବୃଦ୍ଧି ହେବ। ବର୍ତ୍ତମାନ ଯେଉଁ କଥା ମୁଁ କହିଲି ମୋର୍ଟାଲିଟି ଯେଉଁଟା ଅଧିକା ଥିଲା ପୁଣି ସେଟାକୁ ଆମେ ଫିଲ୍ଅପ୍ କରିବା ପାଇଁ ବିଭିନ୍ନ ଫାର୍ମମାନ କରାଯାଉଛି ଏବଂ ଫାର୍ମମାନଙ୍କ ସହିତ ମଧ୍ୟ କଥାବାର୍ତ୍ତା ଚାଲିଛି ଯେ ସେମାନେ କେମିତି ତାଙ୍କର ଯେଉଁ ଅଧିକ ଉତ୍ପାଦନ ବୃଦ୍ଧି ପାଇବ সেই ଦିଗରେ ମଧ୍ୟ ସରକାର ବର୍ତ୍ତମାନ ଚେଷ୍ଟା କରୁଛନ୍ତି। ଦେଖନ୍ତୁ ଏଇଟା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହେଉଛି ପ୍ରାଇଭେଟ୍ ସେକ୍ଟର। ଆପଣ ଉତ୍ପାଦନ କରିବେ, ଆପଣ କେଉଁଠି ବିକ୍ରି କରିବେ ସେଇଟା ଆପଣ ଉପରେ ନିର୍ଭର କରୁଛି। ସରକାର ହାତରେ ସେ କୌଣସି ନିୟନ୍ତ୍ରଣ ନାହିଁ, ଯେହେତୁ ଏଇଟା ଓପନ୍ ମାର୍କେଟ ଅଛି। ଆପଣ ଯେଉଁଠି ଯେଉଁମାନେ ପ୍ରଡ୍ୟୁସର ଅଛନ୍ତି ଯେଉଁଠି 2 ପଇସା ଅଧିକା ପାଉଛନ୍ତି ସେଇ ଜାଗାକୁ ରପ୍ତାନି ସେମାନେ କରୁଛନ୍ତି, ଏକ୍ସପୋର୍ଟ କରୁଛନ୍ତି, କିନ୍ତୁ ସରକାରଙ୍କର ଲକ୍ଷ୍ୟ ହେଉଛି ଆମେ ଉତ୍ପାଦନ ବୃଦ୍ଧି କରିଦେବା। ଯେମିତି ମୁଁ କହୁଥିଲି ଏବେ ଦୈନିକ 1,26-27 ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି, ଆମର ଟାର୍ଗେଟ୍ ଅଛି ଆକୁ 2 କୋଟି ଅଣ୍ଡା ଉତ୍ପାଦନ ପ୍ରତିଦିନ ଆମେ କରିବା। ଯଦି ଉତ୍ପାଦନ ବୃଦ୍ଧି ପାଇଯିବ ଅଟୋମେଟିକ୍ ଧୀରେ ଧୀରେ ସିଏ ଦରଦାମ ମଧ୍ୟ ଯେଉଁ ରହିଛି ମାର୍କେଟ ପ୍ରାଇସ୍ ମଧ୍ୟ ଡାଉନ୍ ହେବ।